এটা মନଗড়ା କାହାଣୀ ବୋଲେ ଆମେ ଚତୁର୍ଥ ସ୍ତମ୍ଭ ଯେଉଁ ସମ୍ବାଦପତ୍ର ଅଛି ତାକୁ ଅବିଶ୍ୱାସ କରୁଛୁ ତାମାନେ ଆଉ ସେ କାହିଁ କହୁଛନ୍ତି ସେମାନେ କେବଳ ଧର୍ମ ପଚାରି ନାହାନ୍ତି ପ୍ୟାଣ୍ଟ ଖୋଲିକରି ଲିଙ୍ଗ ଦେଖିଛନ୍ତି ଲିଙ୍ଗ କଟା ହେଇଛି ନା ନାହିଁ ଲିଙ୍ଗ ଯଦି କଟା ହେଇନାହିଁ ମାରିଛନ୍ତି ଏଇଟା ତ ସବୁ ନ୍ୟୁଜ୍ ପେପରରୁ ଦେଖୁଛୁ ଗଣମାଧ୍ୟମରୁ ଆମେ ଜାଣୁଛୁ ସେମାନଙ୍କୁ ଦେଶଟା ଗୋଟେ ଉପହାସ ସେ ମ୍ୟାଡ଼ାମ୍ କିଏ ଯେ ମୁଁ ଜାଣିନାହିଁ କିନ୍ତୁ ଯୋଗ୍ୟତା ବଳରେ ନୁହେଁ ସେମିତି କରି କେଉଁ ରାଜ୍ୟସଭା କେମିତି ମ୍ୟାନେଜ୍ କରିକି ପହଞ୍ଚି ଯାଇଛନ୍ତି କହୁଛନ୍ତି କ'ଣ ଗୋଟେ କହନ୍ତି ମୋତେ ତ ଆଦୌ ଦେଶର ସ୍ୱାର୍ଥ ଦୃଷ୍ଟିରୁ କୌଣସିଟା ଯୁକ୍ତିଯୁକ୍ତ ନୁହେଁ ଏବଂ ଏଇ ଯେଉଁ କହୁଥିବା ଲୋକଙ୍କ ଉପରେ ଲୋକେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର କଥା ଯେତେବେଳେ ସାମାଜିକ ସ୍ତରରେ ଏମାନଙ୍କୁ ବୟକଟ୍ ହେବ ଆପଣମାନେ ଦେଖିଛନ୍ତି ଯେ ସେମାନେ ପ୍ରଥମେ ହିନ୍ଦୁ କିଏ ମୁସଲମାନ କିଏ ଗୋଟିଏ ଲାଇନ୍ରେ ଛିଡ଼ା ହେବା ପାଇଁ କହିଛନ୍ତି ସେମାନେ ଖ୍ରୀଷ୍ଟିଆନ ମାନଙ୍କୁ ବି ମାରିଛନ୍ତି ଜଣେ ଖ୍ରୀଷ୍ଟ ଧର୍ମ କଥା କହିଛି ସେ ତାକୁ ବି ମାରିଛନ୍ତି ଏବଂ ଲୋକଙ୍କୁ ନଙ୍ଗଳା କରିକରି ତାଙ୍କୁ ଲିଙ୍ଗକୁ ଦେଖିଛନ୍ତି ଲିଙ୍ଗ ଚିହ୍ନଟ କରିକରି ମାରିଛନ୍ତି ଏଇଟା ଗୋଟେ କ'ଣ ସେ ଗୋଟେ କହୁଛନ୍ତି ଯେ ଏଇଟା ଗୋଟେ ତାହେଲେ ସେ ଗ୍ରାଉଣ୍ଡରେ ସେ କ'ଣ ସେ ଜାଗାରେ ଉପସ୍ଥିତ ଥିଲେ ମ୍ୟାଡ଼ାମ୍ ଏମିତି କଥା କହନ୍ତି ଟିକେ ପାଗଳାମି ଅଛି ମ୍ୟାଡ଼ାମ୍ଙ୍କର ଟିକେ ଠିକ୍ ଅଛି।